ଜୟ ଜଗନ୍ନାଥ। ଇଏ ହେଉଛି ରାବଣ ମୂର୍ତ୍ତି। ବରଡ଼ବାଡ଼ିରେ ତିଆରି ହେଇକି ଆସିଥିଲା। ମୁଁ ତାଙ୍କୁ ଅର୍ଡ଼ର ଦେଇଥିଲି। ୟାକୁ ବହୁତ ଭାରି ଓଜନ ହେଇଗଲା। ଆଉ ୟାକୁ କରେକ୍ସନ୍ କରିବା ପାଇଁ ଆମେ ଘର ଭିତରକୁ ନେଉଛୁ। ୟାକୁ କରେକ୍ସନ୍ କରିକିରି ୟା ଦେହରୁ କାଠ ଖାଲି କରିକିରି କଷ୍ଟମରକୁ ଦିଆଯିବ। ଦେଖନ୍ତୁ କେତେ ଭାରି ହେଇଛି। ଆମେମାନେ ଏତେ ତିଆରି କରିକି ଉଠେଇ ପାରୁଛୁ, କଷ୍ଟ ହୋଇପଡ଼ୁଛି। ପୁଣି କାନ୍ଥରେ ଝୁଲିବ କେମିତି? କଷ୍ଟମର ନେଇକି ହୋଟେଲରେ ନେଇକି କେତେ ଜଣ ଆମେ ଲାଗିଲେ ଦେଇକି ଉଠୁଛୁ। ଟେକି ହେଉନି, ଏତେ ଭାରି ହେଇଛି, ଟେକି ହେଉନି। କାରିଗର ଏତେ ଫାର୍ଷ୍ଟ କ୍ଲାସ୍ କାରିଗର କରିଥିଲା। ଓଜନ ବହୁତ କରିଦେଇଛି। ଦେଖିପାରୁଥିବେ କେତେ କଷ୍ଟରେ ନିଆଯାଉଛି। ପିଲାମାନେ ଆଗ୍ରହରେ ଛିଡ଼ା ହେଇଛନ୍ତି ଦେଖିବେ ବୋଲି। ରାବଣ ମୂର୍ତ୍ତି ତିଆରି ହେଉଛି। ମୋ ଜୀବନରେ ପ୍ରଥମ ରାବଣ ତିଆରି କରିବା। ଅନେକ କାମ ମୁଁ କରିଛି। ବଡ଼ ବଡ଼ ମନ୍ଦିର କରିଛି, ବଡ଼ ବଡ଼ ମୂର୍ତ୍ତି କରିଛି। ଆଉ ଏଭଳିଆ ମୂର୍ତ୍ତି ମୋ ପାଖକୁ ପ୍ରଥମ ଥର ଅର୍ଡ଼ର ଆସିଛି। ଆଉ ତେଣୁ ମୁଁ କାମ କରି ବହୁତ ଖୁସି ଅଛି। କିନ୍ତୁ ଯାହା ସାହାଯ୍ୟରେ କାମ କରୁଥିଲି, ଯାହାକୁ ଡିରେକ୍ସନ୍ ଦେଇ କରୁଥିଲି, ନ ମାନିବାରୁ କାମଟି ଖରାପ ହେଇଗଲା। ଯାହାଫଳରେ କି ମୋତେ କରେକ୍ସନ୍ କରିକି ତାକୁ ଦେବାକୁ ପଡ଼ିବ। ବହୁତ ଭାରି, ବହୁତ କାଠ ତା ଭିତରେ ରହିଗଲା। ତାକୁ ମୁଁ ତିଆରି କରିକିରି କରେକ୍ସନ୍ କରିକି ତାକୁ ଦେବି। କେତେ କଷ୍ଟରେ ଘର ଭିତରକୁ ଯାଇଛି ଆପଣ ଦେଖନ୍ତୁ। ବହୁତ ଭାରି, 1.5 କୁଇଣ୍ଟାଲ 2 କୁଇଣ୍ଟାଲ ପାଖାପାଖି ଯିବ ଯାହା ଲାଗୁଛି। କଷ୍ଟ। ଦି ପୁଅ ମୁଁ ଆମର ପାଖ ପରିଜନ ସାହି ଆମର ସାଙ୍ଗସାଥିମାନେ ଲାଗିକିରି ଭିତରକୁ ଆଣୁଛୁ। କଷ୍ଟରେ ଆସୁଛୁ। କାମଟି ହାଲକା ହେଲେ ସେମାନେ ନେବେ। ଆପଣଙ୍କୁ ମୁଁ ତା'ର ଫିନିସିଂଟା ପର ଷ୍ଟେପ୍ରେ ମୁଁ ଦେଖେଇବି। କେତେ ଭାରି ଦେଖନ୍ତୁ, ଆମେ କେତେ ଜଣ ଲାଗିଛୁ ୟା ଭିତରେ। କେତେ ଲୋକ ଲାଗିଛନ୍ତି। ମହାନବ କାଠ ଏତେ ଓଜନ ବୋଲି ମୁଁ ଭାବେ ପୁରା ହାଲକା ହେଇଥିଲା, କିନ୍ତୁ ଏତେ ଓଜନ, ବହୁତ ଓଜନ ହେଇଛି। ବର୍ତ୍ତମାନ ଏ ପ୍ରପୋର୍ସନରେ ରଖାଯାଉଛି କି ତା ପଛପଟୁ କାଠ ଖାଲି କରିବାକୁ ପଡ଼ିବ। ଏବଂ ବହୁତ କାଠ ରହିଯାଇଛି। ବୁଲେଇଛନ୍ତି। ତାପରେ ସମସ୍ତେ ରଖିଦେଇ ପଳେଇଲେ। ତାପରେ ମୋ କାମ
କର୍ମ ଆରମ୍ଭ ହେବ। ତାକୁ ବର୍ତ୍ତମାନ କଟର ମେସିନ୍ରେ କାଟିବା, କାଟିକରି ତା ଦେହରେ କାଠ ଖାଲି କରିବା। କଟର ମେସିନ୍ ନ ଲଗାଇଲେ ହାତରେ କାଟିବା ମୁସ୍କିଲ ହେଇ ପଡ଼ିବ। ଏଭଳି ତାକୁ କାଠ କାଟିକରି ଖାଲି କରିବାକୁ ପଡ଼ିବ। ତାକୁ ପତଳା କରିକିରି ପଛପଟୁ ପ୍ରାୟ 6 ଇଞ୍ଚ ମୋଟର କାଠ ଉଡ଼ିବ। ପୁରା ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ପୁରା ଉଡ଼ିବ। ତା ଭିତରୁ ପୁଣି ତା ପେଟ ଭିତରୁ ପଛପଟୁ କିଛି ପଟୁ କାଠ ଖାଲି କରିବାକୁ ପଡ଼ିବ। ପୁରା ହାଲକା କରିବାକୁ ପଡ଼ିବ। କମ୍ ସେ କମ୍ ଯେମିତି 1 କୁଇଣ୍ଟାଲର ଭଳି ତା ଭିତରେ ମାଲ ମେଟାଲ ରହିବ। ହାଣିଲା ବେଳେ କାଠ କେମିତି ଉଡ଼ୁଛି, ଯଦି ଦେହରେ ବାଜିବ ଚାହିଁ ଚାହିଁ ଉଡ଼ିଯିବ। ଏ ଛୁଆଟି ଦେଖିବାକୁ ବହୁତ ଆଗ୍ରହୀତ ହେଉଛି। ତା ନାଁଟି ହେଉଛି ବାପୁନି। ଆମ ପଡ଼ିଶା ଘର, ଆମ ଆଦରର ଗେଲା ପୁଅ। ଆମ ଘରେ ସେ ସବୁବେଳେ ଖେଳୁଛି। ଆଉ ସେ ଦେଖିବାକୁ ବହୁତ ଆଗ୍ରହୀତ, ବହୁତ ଇଚ୍ଛା ତାର ଦେଖିବାକୁ। ଦେଖନ୍ତୁ କାଠ ହାଣିଲା ବେଳେ ତାକୁ ଡର ବି ଲାଗୁଛି ତାର ବାଜିଯିବ। ଟାଙ୍ଗିଆରେ ମୋତେ ହାଣିବାକୁ ପଡ଼ୁଛି। ଛିଟୁକୁଛି ମାନେ ସାଂଘାତିକ ଗୁଳି ଭଳିଆ ଉଡ଼ୁଛି କାଠ, ଏତେ ଜୋରରେ ଉଡ଼ୁଛି। କାଠ ଏବେ ପର୍ଯ୍ୟନ୍ତ କଞ୍ଚା ଅଛି। ଟାଙ୍ଗିଆରେ ସବୁବେଳେ ଅଭ୍ୟାସ ନାହିଁ ହାଣିବାଟା, କିନ୍ତୁ ହାଣିବାକୁ ତ ପଡ଼ିବ। ତାପରେ ମୁଁ କଲି ଚାଲାକିରେ କାମ, ଶାବଳ ମୁନଟାକୁ ପତଳା କରିକିରି ଶାବଳରେ ତାକୁ ହାଣିକିରି ବାହାର କରୁଛି। ବଡ଼ ପୁଅ ସୋନୁ, ପୁଅ ଟିକେ ତାଗିଦ କରୁଛି, ବାଜିଯିବ ତା ଦାୟିତ୍ୱ ନେଉଛି। ପୁରା ଖାଲି ହେବ, ତା ଭିତରୁ କାଠ ମେଟାଲ ପୁରା ପେଟ ଭିତରୁ ପିଠିପଟୁ ପୁରା ଖାଲି କରାଯିବ କାଠ। ତାପରେ ହାଲକା କରିସାରିକିରି ତାପରେ ତା ଦେହରେ ରଙ୍ଗ ଫଙ୍ଗ ହେଇକିରି ଫିନିସିଂ ହେଇକିରି ଦିଆଯିବ। ଦେଖୁନ ବାହାରେ ବାହାରେ କେମିତି ବୁଲି ବୁଲି କଥା ହୁଏ। ମୋତେ ଘରେ ଝିଅ ଶୁଣିବ କି ପୁଅ ଶୁଣିବ। ସେତକ ଖୋଳାଖୋଳି କରିଦେଇ ସାରିଲା ପରେ ତାପରେ ଆଉ ମୋତେ ଅନ୍ୟ ଲୋକ ଶୁଣିଲେ ତାର ଫରକ ନାହିଁ କରୁଛି। ଏମିତି ପିସ୍ ପିସ୍ କରିକି କାଟିକିରି ତାକୁ ବାହାର କରିବାକୁ ପଡ଼ିବ, ନଚେତ ବାହାର କରି ହେବ ନାହିଁ। ତାକୁ CCTVରେ ଫୁଟେଜ୍ ନିଆହେଇଛି, ତେଣୁକରି ଆଉ ସାଉଣ୍ଡ ଆସୁନାହିଁ। ତିଆରି ହେଇସାରିଲେ ଆପଣମାନେ ଦେଖିବେ କେତେ ସୁନ୍ଦର କାମ ମୁଁ ଦେଖେଇବି। ଆଗରୁ ଫଟୋ ଛାଡ଼ିଥିଲି, ଆପଣମାନେ ଫେସବୁକ୍ରେ ଜାଣିଥିବେ। ଶାବଳରେ ହାଣିବାକୁ ବହୁତ ସୁବିଧା ହେଉଛି।